ମୁଁ ସୁଧାଂଶୁମାଳିନୀ ନାୟକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାଦମବାଡ଼ି ନେଓ କଲୋନୀର ସହକାରୀ ଶିକ୍ଷୟିତ୍ରୀ କଟକ ଜିଲ୍ଲା ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମରେ ସପ୍ତମ ଶ୍ରେଣୀ ଭୂଗୋଳ ବିଷୟକୁ ସ୍ୱାଗତ କରୁଅଛି। ଆଜି ଆମେ ସେହି ସପ୍ତମ ଶ୍ରେଣୀ ଭୂଗୋଳ ବହିରେ ଥିବା ତୃତୀୟ ଅଧ୍ୟାୟ ବାରିମଣ୍ଡଳ ବିଷୟରେ ଥିବା ମହାସାଗର ଜଳ ସଞ୍ଚାଳନରେ ସାମୁଦ୍ରିକ ସ୍ରୋତ ବିଷୟରେ ପଢ଼ିବା। ଗତ କ୍ଲାସରେ ଆମେ ଜୁଆର ବିଷୟରେ ପଢ଼ିଥିଲେ। ଆଜି ଆମେ ସେହି ସାମୁଦ୍ରିକ ସ୍ରୋତରେ ଭୂପୃଷ୍ଠର ବାୟୁରେ ପ୍ରବାହ ଭଳି ବିଭିନ୍ନ କାରଣରୁ ସମୁଦ୍ର ଜଳ ଗତିଶୀଳ ହୋଇଥାଏ। ଏ କଥା ପିଲାମାନେ ତୁମେମାନେ ଭଲ ଭାବରେ ଜାଣିଛ। ସମୁଦ୍ରର ଏକ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ହେଉଥିବା ଏହି ଜଳ ପ୍ରଭାବକୁ ସାମୁଦ୍ରିକ ସ୍ରୋତ କୁହାଯାଏ। ତାହେଲେ ପିଲାମାନେ ଏହି ଚିତ୍ରଗୁଡ଼ିକୁ ଭଲ ଭାବରେ ଅନୁଧ୍ୟାନ କର। ସ୍ଥଳ ଭାଗରେ ପ୍ରବାହିତ ନଦୀ ସହ ସାମୁଦ୍ରିକ ସ୍ରୋତକୁ ତୁଳନା କରାଯାଇପାରେ। ସମୁଦ୍ର ଜଳ ଏକ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ପ୍ରବାହିତ ହେବାର କାରଣ କ'ଣ ଏହା ତୁମେ ଜାଣିଛ କି? ଏହାର ଅନେକ କାରଣ ରହିଛି। ସେଥିମଧ୍ୟରୁ ସମୁଦ୍ର ଜଳର ଉଷ୍ମତାରେ ତାରତମ୍ୟ ଏକ ମୁଖ୍ୟ କାରଣ। ବିଷୁବ ଅଞ୍ଚଳ ତଥା କ୍ରାନ୍ତି ଅଞ୍ଚଳରେ ଅଧିକ ସୌରଶକ୍ତି ସଂଗୃହୀତ ହୋଇଥାଏ। ତେଣୁ ଏହି ଅଞ୍ଚଳ ଅନ୍ତର୍ଗତ ସମୁଦ୍ର ଜଳରାଶିର ଉଷ୍ମତା ଅଧିକ ହୋଇଥାଏ। ଉଷ୍ମ ଜଳ ପ୍ରସାରିତ ହେବା କାରଣରୁ ଏହାର ଆୟତନ ବୃଦ୍ଧି ପାଏ। ମାତ୍ର ମେରୁ ଅଞ୍ଚଳର ଶୀତଳ ଜଳରାଶି ସଙ୍କୁଚିତ ହେବାରୁ ଜଳସ୍ତର ସାମାନ୍ୟ ହ୍ରାସ ପାଏ। ଜଳସ୍ତରରେ ସମତା ରକ୍ଷା ପାଇଁ ବିଷୁବ ତଥା କ୍ରାନ୍ତି ଅଞ୍ଚଳର ଉଷ୍ମ ଜଳରାଶି ସମୁଦ୍ର ପୃଷ୍ଠରେ ମେରୁ ଆଡ଼କୁ ପ୍ରବାହିତ ହୋଇଥାଏ। ଏ ପ୍ରକାର ସ୍ରୋତକୁ ଉଷ୍ମ ସ୍ରୋତ କୁହାଯାଏ। ଉଷ୍ମ ଜଳ ଅପସାରିତ ହେଉଥିବା ଅଞ୍ଚଳର ଜଳସ୍ତର ଭରଣା ପାଇଁ ମେରୁ ତଥା ନିକଟବର୍ତ୍ତୀ ଅଞ୍ଚଳରୁ ଶୀତଳ ଜଳ ସମୁଦ୍ର ନିମ୍ନ ଭାଗରେ ବିଷୁବ ଅଞ୍ଚଳ ଆଡ଼କୁ ପ୍ରବାହିତ ହୁଏ। ଏହି ପ୍ରକାର ସ୍ରୋତକୁ ଶୀତଳ ସ୍ରୋତ କୁହାଯାଏ। ଉଷ୍ଣ ସ୍ରୋତ ପୃଷ୍ଠ ସ୍ରୋତ ଭାବେ ଏବଂ ଶୀତଳ ସ୍ରୋତ ଅନ୍ତଃସ୍ରୋତ ଭାବେ ପ୍ରବାହିତ ହୋଇଥାଏ। ଉଷ୍ମତା ବ୍ୟତୀତ ସମୁଦ୍ର ଜଳରେ ଲବଣତା ଓ ଘନତାରେ ପାର୍ଥକ୍ୟ, ମାଧ୍ୟାକର୍ଷଣ ବଳ, ପୃଥିବୀର ଆବର୍ତ୍ତନ, ବାୟୁ ପ୍ରବାହ ଏବଂ ବାୟୁଚାପରେ ପାର୍ଥକ୍ୟ ଆଦି ସାମୁଦ୍ରିକ ସ୍ରୋତ ସୃଷ୍ଟିର ଅନ୍ୟାନ୍ୟ କାରଣ। ପିଲାମାନେ ଆମେ ଜାଣିଛେ ବିଷୁବ ଅଞ୍ଚଳ ଅନ୍ତର୍ଗତ ମହାସାଗରର ଜଳରାଶି ଉଷ୍ମ ସ୍ରୋତ ଭାବେ ମେରୁ ଅଞ୍ଚଳ ଆଡ଼କୁ ପ୍ରବାହିତ ହୋଇଥାଏ। ପୃଥିବୀର ଆବର୍ତ୍ତନ, ବାୟୁ ପ୍ରବାହ ଆଦି କାରଣରୁ ଏହି ସ୍ରୋତ ସିଧାସଳଖ ମେରୁ ଆଡ଼କୁ ଯାଇପାରେ ନାହିଁ। କ୍ରାନ୍ତି ମଣ୍ଡଳୀୟ ଅଞ୍ଚଳରେ ପ୍ରବାହିତ ପୂର୍ବ ବାୟୁ ବା ଆୟନ ବାୟୁ ପ୍ରବାହ ଫଳରେ ଏହି ସ୍ରୋତ ବିଷୁବ ରେଖାର ଉଭୟ ପାର୍ଶ୍ୱରେ ପଶ୍ଚିମ ଦିଗକୁ ଗତି କରେ। ଉତ୍ତର ଗୋଲାର୍ଦ୍ଧରେ ଏହାକୁ ଉତ୍ତର ନିରକ୍ଷୀୟ ସ୍ରୋତ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଦକ୍ଷିଣ ନିରକ୍ଷୀୟ ସ୍ରୋତ କୁହାଯାଏ। ଉଭୟ ନିରକ୍ଷୀୟ ସ୍ରୋତ ପଶ୍ଚିମକୁ ପ୍ରବାହିତ ହେବା ଯୋଗୁଁ ମହାସାଗରର ପଶ୍ଚିମ ପାର୍ଶ୍ୱରେ ଜଳରାଶି ଜମା ହୁଏ। ଫଳରେ ଠିକ୍ ବିଷୁବ ରେଖା ନିକଟ ଦେଇ ଏକ ପୂର୍ବାଭିମୁଖୀ ନିରକ୍ଷୀୟ ପ୍ରତିଶୋଧ ପ୍ରବାହିତ ହୁଏ। କୌଣସି ସ୍ଥଳଭାଗ ଦ୍ୱାରା ବାଧା ପାଇଲେ ଉତ୍ତର ନିରକ୍ଷୀୟ ସ୍ରୋତ ଡାହାଣକୁ ଏବଂ ଦକ୍ଷିଣ ନିରକ୍ଷୀୟ ସ୍ରୋତ ବାମ ଆଡ଼କୁ ବାଙ୍କିଯାଏ। ଉଭୟ ସ୍ରୋତ ଉପକୂଳ ଅଞ୍ଚଳରେ ପ୍ରାୟ 40 ଡିଗ୍ରୀ ସମାକ୍ଷା ରେଖା ପର୍ଯ୍ୟନ୍ତ ପ୍ରବାହିତ ହୋଇଥାନ୍ତି। ଏହିଠାରୁ ପଶ୍ଚିମା ବାୟୁ ବା ନିୟତ ବାୟୁ ପ୍ରଭାବରେ ପୂର୍ବ ଉପକୂଳ ଆଡ଼କୁ ପ୍ରବାହିତ ହୋଇଥାଏ ଏବଂ କ୍ରମେ ମେରୁ ଅଞ୍ଚଳରେ ପ୍ରବେଶ କରେ। ସେହିପରି ମେରୁ ଅଞ୍ଚଳରୁ ସୃଷ୍ଟ ଶୀତଳ ସ୍ରୋତ ପୂର୍ବ ମେରୁ ବାୟୁ ପ୍ରଭାବରେ ପଶ୍ଚିମ ଦିଗକୁ ଗତି କରେ। ପଶ୍ଚିମ ବାୟୁ ପ୍ରଭାବରେ ଆସିଲେ ଏହା ପୂର୍ବ ଦିଗକୁ ବାଙ୍କିଯାଏ। ସ୍ଥଳଭାଗ ଦ୍ୱାରା ବାଧା ପାଇଲେ ଏହା ଉପକୂଳ ଦେଇ ନିମ୍ନ ଅକ୍ଷାଂଶ ଆଡ଼କୁ ଗତି କରେ। କ୍ରମେ ଏହା ନିରକ୍ଷୀୟ ସ୍ରୋତ ଉତ୍ପତ୍ତି ଅଞ୍ଚଳକୁ ଚାଲିଆସେ। ପିଲାମାନେ ତୁମମାନଙ୍କୁ ପ୍ରତ୍ୟେକ ମହାସାଗରର ଉଷ୍ମ ଓ ଶୀତଳ ସ୍ରୋତ ଅବସ୍ଥିତି ଗତିପଥ କିପରି ହେଉଛି ଏହି ମାନଚିତ୍ରଟି ଦେଖାଉଛି। ଏହାକୁ ଭଲ ଭାବରେ ଅନୁଧ୍ୟାନ କର। ଉଷ୍ଣ ସାମୁଦ୍ରିକ ସ୍ରୋତ ମଧ୍ୟରେ ପ୍ରଶାନ୍ତ ମହାସାଗରରେ ଜାପାନ ଉପକୂଳରେ ପ୍ରବାହିତ ହେଉଥିବା ଜାପାନ ସ୍ରୋତ ବା କିଉରୋସିୟ ସ୍ରୋତ, ଉତ୍ତର ପ୍ରଶାନ୍ତ ମହାସାଗରୀୟ ସ୍ରୋତ ପ୍ରଧାନ। ଆଣ୍ଟାର୍କଟିକ୍ ମହାସାଗରରେ ପ୍ରବାହିତ ହେଉଥିବା ଉଷ୍ଣ ସ୍ରୋତ ଗୁଡ଼ିକ ମଧ୍ୟରେ
ବାହାମା ସ୍ରୋତ, ଉପସାଗରୀୟ ସ୍ରୋତ, ଉତ୍ତର ଆଣ୍ଟାର୍କଟିକ୍ ଧୀର ସ୍ରୋତ ଓ ବ୍ରାଜିଲ ସ୍ରୋତ ପ୍ରଧାନ। ଏଗୁଡ଼ିକ ମଧ୍ୟରୁ ୟୁରୋପ ମହାଦେଶ ପଶ୍ଚିମ ଉପକୂଳରେ ପ୍ରବାହିତ ହେଉଥିବା ଉଷ୍ଣ ସ୍ରୋତ ୟୁରୋପର ଉଷ୍ମ କମଳ ରୂପେ ପରିଚିତ, କାରଣ ଏହା ଉଷ୍ମତା ଫଳରେ ୟୁରୋପର ପଶ୍ଚିମ ଉପକୂଳରେ ବନ୍ଦରଗୁଡ଼ିକ ଅଧିକାଂଶ ସମୟ ବରଫମୁକ୍ତ ରହେ। ଭାରତ ମହାସାଗରରେ ପ୍ରବାହିତ ହେଉଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ସ୍ରୋତ, ସୋମାଲି ସ୍ରୋତ, ମାଲାଗାସି ସ୍ରୋତ ଓ ମୋଜାମ୍ବିକ ସ୍ରୋତ ଉଷ୍ମ ସାମୁଦ୍ରିକ ସ୍ରୋତ ଅଟେ। ଶୀତଳ ସାମୁଦ୍ରିକ ସ୍ରୋତଗୁଡ଼ିକ ମଧ୍ୟରେ ପ୍ରଶାନ୍ତ ମହାସାଗରରେ ପ୍ରବାହିତ କାଲିଫର୍ଣ୍ଣିଆ ସ୍ରୋତ, କ୍ୟୁରାଇଲ୍ ସ୍ରୋତ ଓ ପେରୁ ସ୍ରୋତ ବା ହମ୍ବଲଟ୍ ସ୍ରୋତ ପ୍ରଧାନ। ଆଣ୍ଟାର୍କଟିକ୍ ମହାସାଗର ଶୀତଳ ସ୍ରୋତଗୁଡ଼ିକ ମଧ୍ୟରେ କାନାରୀ ସ୍ରୋତ, ଲାବ୍ରାଡର ସ୍ରୋତ ଏବଂ ପେଙ୍ଗୁଆଲ ସ୍ରୋତ, ଫକ୍ଲ୍ୟାଣ୍ଡ ସ୍ରୋତ ପ୍ରଧାନ। ପଶ୍ଚିମ ଅଷ୍ଟ୍ରେଲିଆ ସ୍ରୋତ ଉତ୍ତର ଭାରତର ଅନ୍ତର୍ଗତ ଏକ ଶୀତଳ ସାମୁଦ୍ରିକ ସ୍ରୋତ ଅଟେ। ପିଲାମାନେ, ସାମୁଦ୍ରିକ ସ୍ରୋତ ପ୍ରବାହିତ ହେଉଥିବା ମହାସାଗର ଓ ସାଗର ଉପକୂଳରେ ଅବସ୍ଥିତ ଅଞ୍ଚଳଗୁଡ଼ିକର ଜଳବାୟୁ ବିଶେଷ ଭାବରେ ପ୍ରବାହିତ ହୋଇଥାଏ। ସେହି ଅଞ୍ଚଳଗୁଡ଼ିକରେ ବାୟୁ ପ୍ରବାହ, ତାପମାତ୍ରା ଓ ବୃଷ୍ଟିପାତ ଆଦି ସାମୁଦ୍ରିକ ସ୍ରୋତ ଦ୍ୱାରା ଅନେକାଂଶରେ ନିୟନ୍ତ୍ରିତ ହୁଏ। ଉଷ୍ଣ ସାମୁଦ୍ରିକ ସ୍ରୋତ ପ୍ରଭାବ ଫଳରେ ସମୁଦ୍ର ଉପରିସ୍ଥ ବାୟୁରେ ଅଧିକ ଜଳୀୟ ବାଷ୍ପ ମିଳିଥାଏ ଏବଂ ଏହା ବୃଷ୍ଟିପାତରେ ସାହାଯ୍ୟ କରେ। ସମୁଦ୍ର ଜଳର ଲବଣତା ଏବଂ ଉଷ୍ମତାର ତାରତମ୍ୟ ଦୂର କରିବାରେ ସାମୁଦ୍ରିକ ସ୍ରୋତ ସାହାଯ୍ୟ କରିଥାଏ। ନଦୀ ମୁହାଣ ଗୁଡ଼ିକରେ ସାମୁଦ୍ରିକ ସ୍ରୋତର ପ୍ରବାହ ଫଳରେ ପଟୁ ସଞ୍ଚିତ ହୋଇ ରହିପାରେ ନାହିଁ। ଏହାଦ୍ୱାରା ନଦୀ ମୁହାଣ ଗୁଡ଼ିକରେ ତ୍ରିକୋଣ ଭୂମି ସୃଷ୍ଟି ହୁଏ ନାହିଁ। ଶୀତଳ ସାମୁଦ୍ରିକ ସ୍ରୋତ ଓ ଉଷ୍ଣ ସ୍ରୋତର ମିଳନ ସ୍ଥାନରେ ପ୍ଲାଙ୍କ୍ଟନ ଜାତୀୟ ଉଦ୍ଭିଦ ବହୁଳ ପରିମାଣରେ ଜମା ହୁଏ। ପ୍ଲାଙ୍କ୍ଟନ ହେଉଛି ମାଛମାନଙ୍କର ଏକ ପ୍ରକୃଷ୍ଟ ଖାଦ୍ୟ। ଏହା ତୁମେମାନେ ଆଗରୁ ଜାଣିଥିଲ କି? ପ୍ଲାଙ୍କ୍ଟନ ମାଛମାନଙ୍କର ଏକ ପ୍ରକୃଷ୍ଟ ଖାଦ୍ୟ ହୋଇଥିବାରୁ ଏହା ମାଛମାନଙ୍କର ଏଠି କ'ଣ ହୁଏ ନା ମାଛମାନେ ବହୁ ପରିମାଣରେ ଦେଖାଯାଆନ୍ତି। ଏହି କାରଣରୁ ୟୁରୋପ ମହାଦେଶର ଡଗର ବ୍ୟାଙ୍କ ଓ ଉତ୍ତର ଆମେରିକାର ନ୍ୟୁଫାଉଣ୍ଡଲ୍ୟାଣ୍ଡ ଉପକୂଳରେ ଥିବା ଗ୍ରାଣ୍ଡ ବ୍ୟାଙ୍କ ପ୍ରସିଦ୍ଧ ମାଛଧରା କେନ୍ଦ୍ର ହୋଇପାରିଛି। ତାହେଲେ ପିଲାମାନେ, ଆମେ ସାମୁଦ୍ରିକ ସ୍ରୋତ ଆଲୋଚନା ବେଳେ ଜାଣିଲେ ଉଷ୍ଣ ସ୍ରୋତ, ଶୀତଳ ସ୍ରୋତ, ଉତ୍ତର ନିରକ୍ଷୀୟ ସ୍ରୋତ, ଦକ୍ଷିଣ ନିରକ୍ଷୀୟ ସ୍ରୋତ, ଉଷ୍ଣ ସାମୁଦ୍ରିକ ସ୍ରୋତ, ଶୀତଳ ସାମୁଦ୍ରିକ ସ୍ରୋତ ଓ ସାମୁଦ୍ରିକ ସ୍ରୋତ ପ୍ରବାହିତ ହେଉଥିବାରୁ ଏହାର ଉପକାରିତା ବିଷୟରେ ଆମେ ଅବଗତ ହେଲେ। ତେଣୁ ପିଲାମାନେ ଏହାକୁ ଭଲ ଭାବରେ ମନେ ରଖିବ। ଧନ୍ୟବାଦ।